ईश्वर स्रष्टा विश्व चिंतामणि वासुदेव महाप्रभु को भय चरणारविंदरे विश्ववत्तरिया अभय वरदायिनी ग्राम देवतींग भय चरणारविंदरे माँ जोगमाया परमा वैष्णवी पत्तरशिला ठाकुराणी भय चरणारविंदरे दिनहीन अद्य कीर्तन अनंत अनंतवार साष्टांगदंडवत सर्वे प्रेमानंदे वासुदेव महाप्रभु समस्त भगवत प्रेमी मानंदर संकीर्तन मंडली महिमानंदर साधु संत वैष्णव मानंदर सर्वश्री काले मोर कल्याणमयी महामानंदर ब्राह्मण समस्त बाल बुध मुनिंद्र कल्पतरो समस्त मनवांछा पूर्ण करिबा संगे संगे ये अनुष्ठान उत्तरोत्तर उन्नति हेउ पृथ्वी पृष्ठरे बन्या बात्या भूकंपादि प्राकृतिक विपर्यय दूरीभूत हेउ देश देश मध्यरे शांति मैत्री प्रीति भाव जागृत हेउ पृथ्वी शस्य श्यामला हेउ ग्राम अग्नि भय सर्प भय चौर भय व्याधि भय दूरीभूत हेबा संगे संगे ये अनुष्ठान निरंतर उत्तर उन्नति हेउ सर्वे प्रेमानंद चौरा गोपांग नाना दुकुल चौरा
দেবী সরস্বতী ব্যাস তত জয় মুদিরয় দুর্গ রচি কর প্রাসঙ্গিক আলোচনা সর্গন্ধ শ্রীমদ ভাগবত পারায়ণর আজ চতুর্থ দিবসটি গোটে পবিত্র দিন পৌঁছি যাই ছুটি আগে যার না হচ্ছে বলিদান। বলি কিଏ দান কଣ কଲା ଆମେ ଠାକୁରଙ୍କୁ କଣ ଦେଲେ ଆମେ ସମସ୍ତ ଗୋଟେ ଗୋଟେ ବଳି ହେଇପାରିବା ନା? ମୋର ବାବୁମାନେ ବିଚାର କରନ୍ତୁ, ଆମେ କାହିଁକି ବଳି ନ ହେଇପାରିବା? ତାହେଲେ କଣ ଦାନ କରିବା? বলি হচ্ছে মন শরীর জগতে গরু ব্রাহ্মণ দেবহিতে দুজনক পাই ঠাকুর দুঃখ সই পারନ୍ତି না, গোমাতার লুহ সই পারিবে। বর্তমান দেখুন মালিকারে কুহযাই কোড়ির শেষ প্রান্ত কেতবে আসব গোঠ শূন্য হয়ে গোটে গোটে গোঠরে গরু না ঘরে ঘরে 3-4 পালুলে বা ঠিক না ভুল?
ବର୍ତ୍ତମାନ ଗୋଠ ଶୂନ୍ୟ ହେଇଗଲା। ତେଣୁ ଗୋବର ପବିତ୍ର ଜଳ ଟିକେ ଘର ଆଗରେ ଆଉ ପଡୁନି। ଆଜିକାଲିକା ଯୋଉ ଶିକ୍ଷିତା ବହୁମାନେ ଅଛନ୍ତି ବିଏସସି ଏମଏସସି ବିଏବିଡି କହୁଥିଲେ ହାତରେ ଇନଫେକ୍ସନ ହେଇଯିବ। ଗୋବର ଗ୍ୟାସର ମୂଲ୍ୟ ଆମେରିକା ବୁଝିଲା, ରୁଷିଆ ବୁଝିଲା, ସ୍ପ୍ରେ କଲେ କରୋନା ଭାଇରସ ବେଳେ ଗୋବର ଗ୍ୟାସ ସ୍ପ୍ରେ କଲେ। ଯୋଉଠି ଭାରତ ହଉଛି ଉତ୍ପାଦନ କେନ୍ଦ୍ର, ଗୋବରର ମୂଲ୍ୟ ମାନେ ବୁଝିଲେନି ଆଜ୍ଞା। ସେଥିପାଇଁ ମାଳିକାରେ ଅଛନ୍ତି ମହାପୁରୁଷ କହିଛନ୍ତି, କହିଲେ ପବିତ୍ର ଜଳ ଯେ ଦ୍ୱାର ଆଗରେ ପଡ଼ିବ ନାହିଁ, ବର କଳି କାଳ ଘଟିବ ଅଚ୍ୟୁତି ଯେ ହରଇଲା। ପବିତ୍ର ଜଳ ପଡ଼ିବନି ଗୋମାତା, ତା ଗୋବର ପ୍ରତି ପବିତ୍ର ଜଳ ଆଗେ ଯୋଉ ଘରର ଦ୍ୱାରରେ ପଡୁଥିଲା ସେ ଘରେ ଧନ ଭରପୁର ହଉଥିଲା, କଳହ ଲାଗୁନଥିଲା, ଅନ୍ତର୍ଦର ମତାନ୍ତର ମତଭେଦ ହଉନଥିଲା। ଆଉ ଆଜିକାଲିକା ବହୁତ 8ଟା 9ଟା ବେଳେ ବେଡ୍ ଉଠୁଛନ୍ତି, ହାଇ ମାରି କହୁଛନ୍ତି ମା ଗୋଟେ ଚା ମୋ ପାଇଁ ଆଣ, ଶାଶୁ ମାକୁ ଡାକୁଛନ୍ତି। ନାରାୟଣ ଭଗବାନ ଚିନ୍ତା କଲେ ବାମନ ଅବତାର ଗ୍ରହଣ କରିବେ। ବସିଛନ୍ତି ଇନ୍ଦ୍ରାଦି ଦେବତା ମାନେ, କାନ୍ଦୁଛନ୍ତି ସମସ୍ତେ। ଅଦିତି ଯାଉଛନ୍ତି ସ୍ନାନ କରିବା ପାଇଁ, କଶ୍ୟପ ଯିବେ ଯଜ୍ଞ କରିବା ପାଇଁ। ଅଦିତି କହିଲେ ପ୍ରିୟ ଅଦିତି ତୁମେ ସ୍ନାନ କରି ଆସି ଶୀତଳମଣ ହୋଇ ଖାଦ୍ୟ ମୋ ପାଇଁ ପ୍ରସ୍ତୁତ କଲେ ମୁଁ ଖାଇକିରି ଯଜ୍ଞ କରିବାକୁ ଯିବି। ସ୍ୱାମୀର ଆଜ୍ଞା ଅନୁସାରେ ସ୍ତ୍ରୀ ଯାଇଛି ସ୍ନାନ କରିବା ପାଇଁ ପ୍ରାତ ସମୟରେ। ଯାଉଛନ୍ତି ଏହି ସମୟରେ ସମସ୍ତ ଦେବତା ମାନେ ବସି କାନ୍ଦୁଛନ୍ତି। ସବୁବେଳେ ଗୋଟିଏ କଥା ମନେ ରଖିଥିବେ, ମା ଭଳିଆ ଇଏ ଦୁନିଆରେ କେହି ହବନି ଆଜ୍ଞା। ଲେଖା କଲେ ଧନରେ କିଏ ଦିନେ କାନ୍ଦିବ, 2 ଦିନ କାନ୍ଦିବ, 10 ଦିନ କାନ୍ଦିବ, ଆଖିରେ ଲୁହ ପୋଛି ଦବ, ଖାଲି 10 ଦିନ ସୁଧିଟା କଲେ ଟେଷ୍ଟ ଖୋଜି କେମିତି ହବ, ମୋର କୋଉ ଭଳିଆ ଶାଢୀ ଆସିବ, ଡ୍ରେସଟା କେମିତି ଆସିବ। କାନ୍ଦୁଥିବ, ଗୋଡ ଶୁଣି ପିଲାଟା ମୋର ପଳେଇଲା, ତାର ଖାଇବାରେ ମନ ଥବ ନା ଶୋଇବାକୁ ଆଖିକି ନିଦ ଥବ। ଗୋଟିଏ ପଦ ମୁକୁତା କହିଥିଲେ, କହିଲେ କେ କାନ୍ଦିବ 10 ଦିନରେ କୁମାର, କେ କାନ୍ଦିବ ଦିନ 12, ଗର୍ଭଧାରୀ ମାତା ନିରତେ କାନ୍ଦିବ, ବଞ୍ଚିବାର ଯୁଗାନ୍ତର किए 12 दिन कांदिबो सच्चिदानंद भगवान की अदिति सरम तीर्थ नास्ति पिता सरम सत्य नास्ति स्नेह तुल्य बंधु नास्ति चिंता सरम व्याधि मां को छाड़ी जाऊ तीर्थ नाही मालो